ସମ୍ବଲପୁର ଜିଲ୍ଲା କୋଚିଣ୍ଡା ସ୍ଥିତ ଲାଇଗୁରା ଗାଁ ନିକଟରେ ଥିବା ଏକ ପଥର କୁଆରୀରେ ପ୍ରତ୍ୟେକ ଦିନ ହେଉଥିବା ବିସ୍ଫୋରଣ ଯୋଗୁଁ ଗାଁର 25ଟି ପରିବାରର ଘରର କାନ୍ଥ ଭାଙ୍ଗିବା ସହ ଫାଟ ସୃଷ୍ଟି ହୋଇଥିବା ପରେ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ। ଗାଁ ପାଖରେ ଜଣେ ବ୍ୟକ୍ତି ବିନା ଏନଓସିରେ କୁଆରୀ ଖୋଳି ପଥର ଫଟେଇବାକୁ ବିସ୍ଫୋରଣ କରୁଛି ବୋଲି ଗ୍ରାମବାସୀ ଆଜି ଏନେଇ ଅଭିଯୋଗ କରିଛନ୍ତି। ସେପଟେ ଅତିରିକ୍ତ ଜିଲ୍ଲାପାଳ ଅଶୋକ ଭୋଇଙ୍କ ନିକଟରେ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ କରାଇବୁ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏବେ ଗ୍ରାମବାସୀ ଲଇଗ୍ରାର ଆସିକିରି ତାଙ୍କର ଗୋଟେ ପିଟିସନ୍ ଦେଇଛନ୍ତି, ଗ୍ରିଭାନ୍ସ ପିଟିସନ୍। ସେମାନେ ଲେଖିଛନ୍ତି ତାଙ୍କର ଅସୁବିଧା ହେଉଛି ସେଠି ବ୍ଲାଷ୍ଟିଂ ଯଦି ସେଠି ଜାଗାରେ ହେଉଛି ବୋଲିକିରି। ଆମେ ତ ଇନକ୍ୱାରି କରିବା, ଇନକ୍ୱାରିରୁ ଯାହା ଆସିବ ସେଇଟା ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ହେବା କଥା ନିଆଯିବ। ଏବେ ପାଇଛୁ ଆମେ ତାଙ୍କର ଗ୍ରିଭାନ୍ସ, ଏଟାକୁ ଇନକ୍ୱାରି କରାଯିବ ଏବଂ ଯାହା ଫିଲ୍ଡରୁ ଆସିବ ସେଇ ହିସାବରେ ଆମେ କାର୍ଯ୍ୟାନୁଷ୍ଠାନ। ସାର୍ ଆଉ ଗୋଟେ କଥା ହେଲା ତାର ଏନ୍ଓସି ନାହିଁ ଆଉ ସେ କରୁଛି ବୋଲି କହୁଛନ୍ତି, ମାନେ ସେଟା ତ ଅଭିଯୋଗ ପାଇଛୁ। ଏବେ ତାର ମାନେ ଇନକ୍ୱାରି କଲା ପରେ ଜଣାପଡ଼ିବ